अच्छा मैम ଆପଣ ଯେହେତୁ ଗୋଟେ ମାନେ ଘରର ମୁଖ୍ୟ ଯେଉଁ ପିଲର ଯେଉଁ କୁହନ୍ତି ଆପଣ ଅଛନ୍ତି ଆଉ ଆପଣ ଠିକ୍ କେଉଁଟା ଭୁଲ କେଉଁଟା ଦେଖିପାରୁଛନ୍ତି ଆପଣ ମାନିନୀଙ୍କୁ ସପୋର୍ଟ କରୁଛନ୍ତି ତ ସେଇଠି ଆପଣ ଯେଉଁ ନାତୁଣୀ ବୋହୂ ତିନିଟା ସିଏ ରାଗୁନାହାନ୍ତି? ନା ନା ମୁଁ ଖାଲି ମାନିନୀକୁ ମୋ ବୋହୂ କହିକି ମୁଁ ସପୋର୍ଟ କରୁନି। ମୁଁ ମୋ ଘରର ସମସ୍ତଙ୍କୁ ସମାନ ଅଧିକାରରେ ମାନେ ସେମାନଙ୍କୁ ସମସ୍ତଙ୍କୁ ଯେମିତି ସମାନ ଅଧିକାର ପାଇବେ, ସମସ୍ତେ ଭଲରେ ରହିବେ ସେ ଚେଷ୍ଟା ମୋର ଏବେ ନୁହଁ। ଏମିତି ଯେ ମୋ ବୋହୂ ମାନିନୀ ଆସିଲା ପରେ ମୁଁ କେବଳ ମାନିନୀକୁ ସପୋର୍ଟ କରୁଛି। ଆମର ଯେଉଁ ନାତୁଣୀ ବୋହୂମାନେ ଅଛନ୍ତି ଦୁଷ୍ଟ ସେମାନେ ସତ, କିନ୍ତୁ ମୁଁ ସେମାନଙ୍କୁ ବି ଭଲ କଥା ଶିଖେଇଛି, ଭଲ ମଣିଷ ହୁଅ। କିନ୍ତୁ ପ୍ରକୃତି ନବ୍ୟ ମୁଚ୍ୟତ ଟାଇପ୍ର ସେମାନଙ୍କର ସେ ପ୍ରକୃତି ଟିକେ ଟିକେ ମଝିରେ ମଝିରେ ଦେଖାଉଛନ୍ତି। ମୁଁ ଆଉ ମୋ ବୋହୂ ମାନିନୀ ଦୁଇ ଜଣ ଯାକ ମିଶି ସେମାନଙ୍କୁ ଠିକ୍ କରୁଛୁ। ଆପଣମାନେ ତ ଦେଖୁଛନ୍ତି। ଆଚ୍ଛା କେଉଁ ବୋହୂ ଆପଣଙ୍କୁ ଟିକେ ବେଶୀ ରାଗୁନି କି ନାଇଁ ମା ଏମିତି ଜେଜେମା ନା ନା ମୋ ସତ କଥା କହିବାକୁ ଗଲେ ଆପଣ କାହାଣୀ ପ୍ରଥମରୁ ଦେଖନ୍ତୁ, ମୋତେ କେହି ରାଗୁନାହାନ୍ତି। ସେମାନେ ତାଙ୍କ ଭିତରେ ଝଗଡ଼ା ହେଇକି ମାନେ ପରସ୍ପର ଭିତରେ ଅହଂ ଭିତରେ ଏମିତି ହେଉଛନ୍ତି। ମୋତେ ସମସ୍ତେ ବହୁତ ଭଲ ପାଉଛନ୍ତି, ଆଗରୁ ବି ଭଲ ପାଉଥିଲେ, ଏବେ ବି ଭଲ ପାଉଛନ୍ତି। ମୁଁ ସେମାନଙ୍କୁ ବି ଭଲ ପାଉଥିଲି, ମୋ ବୋହୂ ମାନିନୀକୁ ବି ଭଲ ପାଉଛି। ଏମିତି ନୁହଁ ଯେ ମୋ ବୋହୂ ଆସିଲା ପରେ ମୁଁ ମାନିନୀକୁ ବେଶୀ ଭଲ ପାଉଛି ସେମାନଙ୍କୁ ରାଗୁଥିଲି, ସେମିତି ନୁହଁ। ସେମାନେ ଭିତରେ ଈର୍ଷା ପରାୟଣ ହେଇକି ଏମିତି ହେଉଛନ୍ତି। ଆଚ୍ଛା ଆମେ ଏବେ ଟିକେ ମାନେ କ୍ୟାରେକ୍ଟରରୁ ବାହାରି ଯିବା। ପର୍ସନାଲି ଆପଣ ଯେତେ ଆପଣଙ୍କର ଯେତେ ମେମ୍ବର ଅଛନ୍ତି, କ୍ରୁ ମେମ୍ବର ହେଉଛନ୍ତି କି କୋ ଆର୍ଟିଷ୍ଟ ହେଉଛନ୍ତି, ଆପଣଙ୍କୁ ମାନେ କୋ ଆର୍ଟିଷ୍ଟରେ ବହୁତ ଅଧିକା ଭଲ ଆକ୍ଟିଂ କାହାର ଭଲ ଲାଗେ? ଆକ୍ଟିଂ ଆଜ୍ଞା ଆମର ସମସ୍ତେ ପୋଖତ ଆକ୍ଟିଂ କଲାବାଲା ଆପଣ ତ ଦେଖିଛନ୍ତି। ସମସ୍ତେ ନାଁ କରା ଆର୍ଟିଷ୍ଟ ଆମ ଭିତରେ ଅଛୁ। ଆମର ହିରୋଇନ୍ ମାନେ ବିଲକୁଲ ନୂଆ ଥିଲେ, କିନ୍ତୁ ସମୟ ଅନୁସାରେ ଆପଣମାନେ ଦେଖୁଛନ୍ତି ସେମାନେ କେତେ ମାଝି ହେଇଗଲେଣି। ଆପଣମାନଙ୍କ ଭଲ ପାଇବା ଦେଖିକି ସେମାନେ ଆକ୍ଚୁଆଲି ଆପଣମାନଙ୍କୁ ଆହୁରି ଏଣ୍ଟରଟେନମେଣ୍ଟ କରିବାର ଇଚ୍ଛା ରଖି ରଖି ଭଲ ହେଇଗଲେଣି। ପ୍ରଥମ ଟିକେ କଚ୍ଚା ଥିଲେ, ନୂଆ ଛୁଆ ଥିଲେ। ଆଉ ବାକି ଆପଣମାନେ ଅଲଗା ଆର୍ଟିଷ୍ଟମାନଙ୍କୁ ଦେଖୁଛନ୍ତି କିମ୍ବା ମୋତେ ଦେଖୁଛନ୍ତି, ଆମେ ତ ଏମିତି ଆପଣମାନଙ୍କ ପାଖରେ ସବୁବେଳେ ଅଛୁ ଆପଣମାନଙ୍କ ହୃଦୟ ଭିତରେ। ନୂଆ ଏଠି ଆମେ ସମସ୍ତେ ଭଲ କରୁଛନ୍ତି। ନିର୍ଦ୍ଦେଶକଙ୍କ ବିଷୟରେ କ'ଣ କହିବେ ଯେଉଁ ଏଇଭଳି କାହାଣୀ ପ୍ରେଜେଣ୍ଟ କରୁଛନ୍ତି? ଆମ ସାର୍ ବିଶ୍ୱ ମହାନ୍ତି ସାର୍ ଆମର ବହୁତ ବଢ଼ିଆ ସାର୍। ଆମର ସିଏ ଆମକୁ ଏତେ ସୁଚାରୁ ରୂପେ ଯେମିତି ଟିମ୍ର ମାନେ ଡଙ୍ଗାର ଯେମିତି ନାଉଡ଼ି ମଙ୍ଗ ଧରେ ସିଏ ପୁରା ଆମର ସେମିତି ସେ ବହୁତ ସୁନ୍ଦର ଭାବରେ ହ୍ୟାଣ୍ଡେଲ୍ କରନ୍ତି। ବିଲକୁଲ ରାଗି ନୁହନ୍ତି। ଆମେ 5ଟା ଭୁଲ କଲେ ବତେଇ ଦିଅନ୍ତି, ଆମକୁ କିଛି ରାଗନ୍ତିନି। ଆମକୁ ନିଜ ପିଲା ଟାଇପ୍ର ଆଗକୁ ନେଇ ଚାଲିଛନ୍ତି। ଫାଇନାଲି ଆପଣଙ୍କର ଦର୍ଶକ ଆପଣମାନେ ହେଉଛନ୍ତି ଆମ ପାଇଁ ଭଗବାନ। ଆପଣମାନେ ଏମିତି ଆମମାନଙ୍କୁ ଦେଖୁଥାନ୍ତୁ, ଆପଣମାନଙ୍କ ହୃଦୟରେ ଆମକୁ ସ୍ଥାନ ଦେଇଥାନ୍ତୁ। ଆମେ 300 ଏପିସୋଡ଼ ଆହୁରି ଅଧିକା କରିଚାଲିଥାଉ। 300 ଏପିସୋଡ଼ କ'ଣ, ଆମେ 600 ଏପିସୋଡ଼, 1200 ଏପିସୋଡ଼, 1500 ଏପିସୋଡ଼ ଏମିତି କରିଚାଲିଥାଉ। ସନ୍ଧ୍ୟା ହେଲେ ମାନେ ଆପଣଙ୍କ ଘରେ ଆମେ ଆସିକି ପହଞ୍ଚି ଯାଉଥାଉ। ଆପଣମାନେ ଆମମାନଙ୍କୁ ଭଲ ପାଇବା ଦେଇଥାଉ। 300 ଏପିସୋଡ଼ ଫାଇନାଲି କମ୍ପ୍ଲିଟ୍ ହେଇଯାଇଛି। ଖୁସି ଅଛନ୍ତି? ଆପଣମାନେ ସମସ୍ତଙ୍କୁ ଧନ୍ୟବାଦ। ଆଜି ଆମେ 300 ଏପିସୋଡ଼ରେ ଆସିକି ପହଞ୍ଚିଛୁ। ଏଇଟା କେବଳ ଆମର ଦର୍ଶକମାନଙ୍କ ପାଇଁ ହେଇଛି। ଦର୍ଶକମାନେ ଆମମାନଙ୍କୁ ଏତେ ଭଲ ପାଇବା ଦେଇଛନ୍ତି, ସେଇଥିପାଇଁ ଆମେମାନେ କାମ କରିଚାଲିଛୁ ଆଉ ଆପଣମାନଙ୍କ ପାଖେ 300 ଏପିସୋଡ଼ରେ ପହଞ୍ଚିଛୁ।